शुभ सूर्योदयर शुभ सकाळ पूर्व भाड़े दिवाकर कार्य से कार्यरत रवि रक्तिम आभारे कि सुंदर देखा जाए समग्र पृथ्वी आउ सबुठु बेसी सुंदर देखा जाउछि मोर ही राजबाटी गोटी। स्वर्णगढ़ राजबाटी इंद्रपुरी धाम स्वर्णगढ़ राजबाटी इंद्रपुरी धाम पश्चिम आभारे पश्चिम सौंदर्य पश्चिम आभारे पश्चिम सौंदर्य स्वर्णगढ़ राजबाटी इंद्रपुरी धाम स्वर्णगढ़ राजबाटी इंद्रपुरी धाम शुभ बेड़ारे राजा महान प्रताप चंद्रगढ़ नरपति महापराक्रमी मधे अधिपति बड़
উদয় হাতে তুলেলি কিরণ স্বর্ণগড় রাজবাসী লাগে ইন্দ্রপুর সম 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 এই বিশাল স্বর্ণগড়র রাজা ভানুপ্রতাপ ଆଜି ବହୁତ ଆନନ୍ଦିତ କାହିଁକି ନା ବିବାହର ଦୀର୍ଘ ବର୍ଷ ପରେ ରାଣୀ ସ୍ୱର୍ଣ୍ଣପ୍ରଭା କୋଇଲରେ ଖେଳିଛି ଏକ ପୁତ୍ର ସନ୍ତାନ ତାରି କୁଆଁ କୁଆଁ ରାବରେ ଉଛୁଳି ପଡୁଛି ମୋର ଏହି ତ୍ରିତାଳ ପ୍ରସାଦ ହେଲେ এই ସ୍ୱର୍ଣ୍ଣଗଡ଼ ରାଜବାଟୀରେ ରାଜା ଭାନୁପ୍ରତାପ ଛଡ଼ା ଏ ଯାଏ କାହାରି ନିଦ ଭାଙ୍ଗିନି ମାୟା মায়া ସ୍ୱାମୀ ମାୟାକୁ କାହିଁକି ଖୋଜୁଛନ୍ତି? ଆରେ ବାବା ତୁମର ମନେ ଅଛି ନା ଆଉ ଥରେ ମନେ ପକେଇଦେବି ସ୍ୱାମୀ ହଁ ତୁମେ ତ ସବୁ ସମୟରେ ଖାଲି ପୁଅ ପାଖରେ ରହିଲ ମାନେ ପୁଅ ହୋଇ ତମେ ମୋତେ ବି ଭୁଲିଗଲଣି ମାନେ ମନେଟା ଏଇଆ ଯେ ସେଜାରେ ଉଠି ନିତ୍ୟକର୍ମ ସାରିବା ପରେ ମୋତେ ଗରମ ଗରମ କଫି ଦରକାର ପଡ଼ିଥାଏ ଆଚ୍ଛା କହିଲ ମାୟାର ଏଯାଏ କ'ଣ ନିଦ ଭାଙ୍ଗିନି ଓହୋ ଆଜିକାଲି ଦେଖୁଛି ସେ ଚାକରାଣୀ ଉପରେ ବହୁତ ନିର୍ଭର କରି ସାରିଲେଣି ସକାଳ ସକାଳ ଗରମ କଫି ଦରକାର ଗାଧୋଇବା ପାଇଁ ଗରମ ପାଣି ଦରକାର ତାହେଲେ ବି ମାୟା ସବୁ କାମରେ ମାୟାକୁ ଖୋଜୁଛ ମୁଁ କ'ଣ ମରିଗଲିଣି ଓହୋ ରାଣୀ କେହି ନଥିଲେ ସେସବୁ ତମେ ବୁଝିଥିଲ ଏବେ ତ ଚାକରାଣୀ ଆସିଗଲା ତମେ ଅନ୍ତଃସତ୍ତ୍ୱ ହେବ ଦିନଠୁ ସେ ଆସି ରାଜବାଟୀର ଦାୟିତ୍ୱ ବୁଝିବା ସହିତ ପୁଅ ସୂର୍ଯ୍ୟକାନ୍ତର ଯତ୍ନ ନେଉଛି କୌଣସି କାର୍ଯ୍ୟରେ ତାକୁ କହିବାକୁ ପଡ଼ୁନି ତା କଥାବାର୍ତ୍ତା ତା ତାର ବ୍ୟବହାର ଦେଖିଲେ ଲାଗୁଛି ସତ ଯେମିତି କେଉଁ ଜନ୍ମରେ ସେ ଆମ ଅତି ନିଜର ଥିଲା ସ୍ୱାମୀ ତାହା ବି ଅନୁଭବ କରିସାରିଛି ତାହା ହେଇନଥିଲେ ଏ କେତେ ମାସ ଭିତରେ ଏ ଘରକୁ ଆପଣାର କରିନଥାନ୍ତା ଆଉ ସବୁ କାମରେ ଖୋଜା ପଡୁନଥାନ୍ତା ଆଉ ତମ ମୁହଁରୁ ଏତେ ସାରା ଭଲ ପାଇବା ମିଳୁନଥାନ୍ତା ଓହୋ କ'ଣ ପ୍ରଶଂସା କଲି ଆରେ ମୋ ଜାଗାରେ ଯେ କେହି ବି ଥିଲେ ବି ତାକୁ ଏମିତି ପ୍ରଶଂସା କରିଥାନ୍ତା ଗୋଟାଏ ଚାକରାଣୀଟିଏ ହୋଇ ଏତେ ବଡ଼ ରାଜବାଟୀର ଦାୟିତ୍ୱ ବୁଝୁଛି ସେ ତୁଳନାରେ ତା ପରିଶ୍ରମର ମୂଲ୍ୟ ଆମେ ଦେଇପାରିବାନି ଥାଉ ଥାଉ ଆଉ ଟେକ ନା ମହାରାଣୀ ସ୍ୱର୍ଣ୍ଣପ୍ରଭା ସ୍ୱର୍ଣ୍ଣଗଡ଼ ରାଜନ ହେ ଶୁଣ ବଚନ ଜାଣିପାରିବି କି ପ୍ରଶଂସାର କାରଣ ମହାରାଣୀ ସ୍ୱର୍ଣ୍ଣପ୍ରଭା ସ୍ୱର୍ଣ୍ଣଗଡ଼ ରାଜନ ହେ ଶୁଣ ବଚନ ଜାଣିପାରିବି କି ପ୍ରଶଂସାର କାରଣ ସ୍ୱର୍ଣ୍ଣଗଡ଼ ରାଜନ ହେ ଶୁଣ ବଚନ ଜାଣିପାରିବି କି ପ୍ରଶଂସାର କାରଣ ପର ନାରୀ ପ୍ରତି କାହିଁକି ମନ ଆଜି ଏତେ ଉଚ୍ଛନ ହୋ ମନ ଆଜି ଏତେ ଉଚ୍ଛନ ହୋ ମନ ଆଜି ଏତେ ଉଚ୍ଛନ
ଅନ୍ୟ ନାରୀ ପ୍ରତି ହଇଣ ଆକର୍ଷିତ ହୋଇଥିଲା ରାମାୟଣ ମହାଭାରତ। ଅନ୍ୟ ନାରୀ ପ୍ରତି ହଇଣ ଆକର୍ଷିତ ହୋଇଥିଲା ରାମାୟଣ ମହାଭାରତ। ନିଜ ପତି ଠାରେ ପୁଣି ଅନ୍ୟର ଗୁଣକୁ ଗୁଣି, ନିଜ ପତି ଠାରେ ପୁଣି ଅନ୍ୟର ଗୁଣକୁ ଗୁଣି, କି ପୁଣ୍ୟ ପାଇବେ ଆପଣ ମନ ଆଜି ଏତେ ଉଛନ, ହୋ ମନ ଆଜି ଏତେ ଉଛନ, ହୋ ମନ ଆଜି ଏତେ ଉଛନ। ସ୍ୱାମୀ ମାନୁଛି ମାୟା ଭଲ, ହେଲେ ତମ ମନରେ ତା ପ୍ରତି ଏତେ ଦୁର୍ବଳତା କାହିଁକି ଗୋଟିଏ ନାରୀକୁ ଈର୍ଷା କରିବାରେ ବାଧ୍ୟ କରିବ? ସନ୍ଦେହ କରିବଟା ତୁମ ସ୍ତ୍ରୀ ଜାତିର ଗୋଟିଏ ବଦଗୁଣ। ଆରେ ଗୋଟାଏ ଚାକରାଣୀଟିଏ ହୋଇ ଏତେ ବଡ଼ ରାଜବାଟୀର ଦାୟିତ୍ୱ ବୁଝୁଛି, ସେ ତୁଳନାରେ ତା ପ୍ରତି ପଦେ କହିଦେଲି ବୋଲି ତାକୁ ନେଇ ମୋ ଚରିତ୍ରକୁ ସନ୍ଦେହ କରୁଛ। ହଉ ବାବା, ହେଲା ମୋର ଭୁଲ ହେଇଛି। ଆସୁଛି ତାହେଲେ, ପୁଅ ମୋର ସିଆଡ଼େ କାନ୍ଦୁଛି। ଠିକ ଅଛି ମହାରାଣୀ। ସତରେ ସ୍ତ୍ରୀ ଜାତିଟା ଭାରି ସନ୍ଦେହୀ, ଆଉ ତାଙ୍କର ଦୃଷ୍ଟିକୋଣ ସତରେ ଦିବ୍ୟ ଦୃଷ୍ଟି। ସ୍ୱର୍ଣ୍ଣପ୍ରଭା ଗର୍ଭବତୀ ହେଲା ଦିନଠୁ ମାୟାବତୀକୁ ଚାକରାଣୀ ଭାବରେ ରଖାଗଲା। ଅନେକ ଦିନର ବ୍ୟବଧାନ ପରେ କାମ ବାସନାର ଭୋକ ମେଣ୍ଟାଇବା ପାଇଁ ସ୍ଥାନ କାଳ ପାତ୍ର ବିଚାର ନ କରି ସେଦିନ ମାୟାବତୀ ସହିତ ମୁଁ କଫି ନିଅନ୍ତୁ ମଣିମା, କଫି ନିଅନ୍ତୁ। ରଖ, ସେଇଠି ରଖିଦେ। ମଣିମା, ଆଜି ଆପଣଙ୍କର କଣ ହେଇଛି? ଆପଣ ମୋ ହାତରୁ କଫି ନେଇ ଢୋକେ ପିଇ ସାରିବା ପରେ ମୋତେ କେତେ ଯେ ପ୍ରଶଂସାରେ ପୋତି ଦିଅନ୍ତି, ହେଲେ ଆଜି ଆପଣଙ୍କର କଣ ହେଇଛି ମଣିମା? ଓହୋ, କହିଲି ପରା, ରଖ ସେଇଠି। ମଣିମା, ଆଜିକେ ମୁଁ 8 ମାସ ହେଲା ଆପଣଙ୍କ ଘରେ ରହି ଆସୁଥିଲି। ଆପଣ କେବେ ବି ମୋତେ ଏମିତି ବିରକ୍ତ ହେଇ କିଛି ବି କହିନାହାନ୍ତି, ହେଲେ ମୁଁ ଏଠି ରହୁଛି ବୋଲି ଆପଣଙ୍କର ଆଉ ରାଣୀମାଙ୍କର କିଛି ଅସୁବିଧା ହେଉନାହିଁ ତ? ନାଇଁ, ଅସୁବିଧା କଣ? ବରଂ ତୁ ଆସିବା ଦିନଠୁ ରାଣୀ ସ୍ୱର୍ଣ୍ଣପ୍ରଭାର ଦାୟିତ୍ୱ କମିଯାଇଛି। ତ ସେବା ଯତ୍ନରେ ଏ ରାଜବାଟୀଟା ଚମକି ଉଠୁଛି। ହେଲେ ଆଜି ପର୍ଯ୍ୟନ୍ତ ତୋର କୌଣସି ଅସୁବିଧା ହେଇନି ତ? ନାଇଁ, ଆପଣଙ୍କ ଭଳି ସରଳ ଶାନ୍ତ ନିଷ୍ପତ୍ତ ରାଜା ଥାଉ ଆପଣଙ୍କର କାହିଁକି ବା ଅସୁବିଧା ହେବ? ପିଅନ୍ତୁ ମଣିମା, କଫିଟା ଥଣ୍ଡା ପଡ଼ିଯିବ। ପିଇ ଦିଅନ୍ତୁ ମଣିମା। ଆଲୋ ଏ, କଣ କିଛି କହୁନୁ ଯେ? ମଣିମା, ମାୟା, କଣ କହିଲେ ମଣିମା? ଆପଣ ଶୁଣିବାକୁ ଚାହୁଁଛନ୍ତି? ତାହେଲେ ଶୁଣନ୍ତୁ ମଣିମା। ସେଇଦିନ ସେଇ ଚାନ୍ଦିନୀ ରାତିର କଥାକୁ ମନେ ପକାନ୍ତୁ ମଣିମା, ମନେ ପକାନ୍ତୁ। ଆପଣ ମତେ କହିଥିଲେ ଗରମ ପାଣି ଆଣିବାକୁ, ହେଲେ
ମୁଁ ଆପଣଙ୍କ ପାଖରେ ଗରମ ପାଣି ନେଇ ଆସିଲା ବେଳକୁ ସେଇ କାଲା କୋଠରୀରେ ଆପଣ ମୋ ସହିତ ଥାଉ ମାୟା ଥାଉ। ସେଦିନର ସେଇ କାଲ ରାତ୍ରିର ଘଟଣାକୁ ମନେ ପକାଇ ତୁ ଆଉ ମୋତେ ଲଜ୍ଜିତ କରନା। ବରଂ ତୁ ଯାହା କହିବୁ ତୋ କଥା ମୁଁ ରଖିବି। କଣ କହିଲେ ମରିବା? ମୁଁ ଯାହା କହିବି ଆପଣ କଣ ମୋ କଥାରେ ସହମତି? ହଁ, ସେଦିନର ସେଇ ଘଟଣାକୁ ଭୁଲିଯିବା ପାଇଁ ତୁ ଯାହା ମାଗିବୁ ମୁଁ ତୋତେ ଦେବି। ମରିମା, ମୁଁ ଯାହା ମାଗିବି ଆପଣ ମତେ ଦେବେ। ହେଲେ କହୁ ଶୁଣନ୍ତୁ ମରିମା, ଆପଣ ଦେଇପାରିବେ ମୋ ହାତକୁ 2 ପାତା ଶଙ୍ଖା। ମତେ ଦେଇପାରିବେ ମୋ ମଥାରେ ଥୋପାଏ ସିନ୍ଦୁର। ମାୟା ନାଇଁ ମହାରାଜ, ଆପଣ ପାରିବେନି। କାହିଁକି? ଆପଣ ପରା ହେଉଛନ୍ତି 1000 ପ୍ରଜାଙ୍କର ରାଜା। ଆପଣ ଗୋଟେ ସାମାନ୍ୟ ଚାକରଟିକୁ ସିନ୍ଦୁର ଥୋପାଏ? ନାଇଁ ମହାରାଜ, ଆପଣ ଦେଇପାରିବେନି, ଦେଇପାରିବେନି। ମାୟା, ସେଦିନର ସେଇ ଘଟଣାକୁ ଭୁଲିଯିବା ପାଇଁ ତୁ ଯେତେ ଟଙ୍କା ସୁନା ଅଳଙ୍କାର ମାଗିବୁ ମୁଁ ତୋତେ ଦେବି। ହେଲେ ହେଲେ ଏଇଟା କଣ ମୋ ଭାଗ୍ୟର ଦୋଷ? ଏଇ ସବୁ କଣ ମୋର ଭୁଲ? ନାଇଁ ମାୟା ନାଇଁ, ଦୋଷଟା ତୋର ନୁହଁ କି ଦୋଷଟା ମୋର ନୁହଁ, ଦୋଷଟା ହେଉଛି ସମୟର। ଟିକେ ଅପେକ୍ଷା କର, ତୋ ପାଇଁ ମୁଁ କିଛି ଟଙ୍କା ଆଉ ଗହଣା ଆଣି ଦଉଛି। ତୁ ଏଠାରୁ ଯାଇ ଅନ୍ୟ କୋଉଠି ଘର ସଂସାର କରିବୁ। ଅପେକ୍ଷା କର। ନାଇଁ ରାଜା ଭାନୁବ୍ରତ, ଟଙ୍କା ପଇସା ଗହଣା, ହେଲେ କଣ ଏଇ ଟଙ୍କା ଗହଣା ପାଇଲେ ମୋ ପେଟ ପୁଡ଼ି ଯିବନି? କାହିଁକି? ମୁଁ ପରା ମୋ ଅଧା ରାତିର ସାଥିକୁ ପର କରିଦେଇ ଆସିଛି କେବଳ ଏ ଟଙ୍କା ଗହଣା ପଇସା ପାଇଲେ? ନାଇଁ 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 ନାଇଁ, ହେଲେ ମୁଁ ଏମିତି କାହାଣୀର ଗତିପଥକୁ ବଦଳାଇ ଦେବି ଯେ ତୁ ବାଧ୍ୟ ହେଇ ମୋ ମଥାରେ ସିନ୍ଦୁର ଦେଇ ତୋର ପାଟ ରାଣୀ କରି ରଖିବୁ। ମୋ ନାଁ ତ ହେଉଛି ମାୟାବତୀ। ପାଗଳ କରିଛି ତୋତେ ମାୟାବତୀର ଚୋର ପିଡ଼ତେ। ଏଇ ନେ ମାୟା, କିଛି ଟଙ୍କା ଆଉ ସ୍ୱର୍ଣ୍ଣ ଅଳଙ୍କାର। ଥାଉ ମହାରାଜ, ଥାଉ, ସେସବୁ ମୋର କିଛି ଦରକାର ନାହିଁ। ମୋ ଭାଗ୍ୟରେ ଯାହା ଅଛି ମୁଁ ନେଇ ଚାଲିଯିବି। ହେଲେ ମୁଁ ଯିବା ପୂର୍ବରୁ ଆପଣଙ୍କୁ ଗୋଟିଏ କଥା କହିବି, ମୋ ଅନୁରୋଧ ରଖିବେ। କଣ କଣ କହିବାକୁ ଚାହୁଁଛୁ କହ। ମଣିମା, ମାୟା, ଆପଣ ଯୋଉ ସେଇଦିନ ମତେ ଆପଣଙ୍କର ବାହୁ ବନ୍ଧନରେ ବାନ୍ଧି ରଖି କହିଥିଲେ, ଏ ମାୟା ଆଜି ସତରେ ତୁ ବହୁତ ସୁନ୍ଦରୀ। ମୁଁ ଯିବା ପୂର୍ବରୁ ଆପଣଙ୍କର ଉତ୍ତର ମୁଁ ଏତିକି ଟିକିଏ ଚାହେଁ ମଣିମା, ଏତିକି ଟିକିଏ ଚାହେଁ। ଏ ମାୟା, ମଣିମା, ସତରେ ତୁ ଭାରି ଭଲ। ଆଜି ନା ବହୁତ ସୁନ୍ଦର ଦେଖାଯାଉଛୁ। ମଣିମା,
ବା 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 ସ୍ୱର୍ଣ୍ଣପ୍ରଭା ସେଇଠି ଠିଆ ହୁଅ ଟିକେ ଆଗରୁ ସନ୍ଦେହ କରୁଥିଲି ହେଲେ ଏବେ ନିଜ ଆଖିରେ ଦେଖି ସାରିଲା ପରେ ସେ ସନ୍ଦେହଟାକୁ ମିଛ ବୋଲି ଭାବିବି ନା ସତ ବୋଲି ଭାବିବି ତମେ କୁହ। କଣ କହିବାକୁ ଚାହଁ ତୁମେ? ରାଣୀ ମା ଏଥିରେ ମୋର କୌଣସି ଦୋଷ ନାହିଁ। ମୁଁ ମଣିମାଙ୍କ ପାଇଁ କଫି ନେଇ ଆସିଲା ବେଳେ ମଣିମା ସରଳତାର ସୁଯୋଗ ନେଇ ମୋତେ ତାଙ୍କ ଛାତିରେ ଚାପୁଡ଼ି ମିଛ କହି ବଦନାମ କରିବାର ଗୋଟାଏ ସୀମା ଥାଏ। ଗୋଟିଏ ଚାକରାଣୀ ସହିତ ମିଶିବାର ଗୋଟେ ସୀମା ଥାଏ। ସ୍ୱର୍ଣ୍ଣପ୍ରଭା ତୁମେ ଯାହା କହୁଛ ଟିକେ ଭାବି ଚିନ୍ତି କୁହ। ତମେ ତମେ ଏ ଘରେ ମତେ ନେଇ ରହିବ ନା ଚାକରାଣୀ ସହିତ ରହିବ କୁହ। ସ୍ତ୍ରୀକୁ ଚାହ ନା ଚାକରାଣୀକୁ ନା ସ୍ତ୍ରୀକୁ? ଥାଉ ମଣିମା ରାଣୀ ମାଙ୍କ ଉପରୁ ହାତ ଉଠାନ୍ତୁନି। ମୁଁ ଜାଣିଛି ନାରୀ ହୋଇ ଯଦି ଆଉ ନାରୀର ମନ କଥା ମୁଁ ଠିକ ବୁଝିପାରିଛି। ଗୋଟେ ନାରୀ ତାର ଶଙ୍ଖା ସିନ୍ଦୁରରେ ଆଉ ଗୋଟେ ନାରୀ ଯଦି ଆଖିର ପ୍ଲୋବକ ପକାଏ ତାହା କେବେ ସେ ସହି ପାରିବନି ମଣିମା, ସହି ପାରିବନି। ଚୁପ୍ କର ମାୟା। ତୁ ଯଦି ସହି ନ ପାରୁ ତାହେଲେ ମୋ ମଥାର ସିନ୍ଦୁର ମୋ ହାତର ଶଙ୍ଖ ନେଇ ପିନ୍ଧିଦିଏ। ରାଜରାଣୀରୁ ତୁ ଚାକରାଣୀ ତୁ ରାଜରାଣୀ ହେଇ ରହିବୁ ଆଉ ସବୁଦିନ ପାଇଁ ଏ ଘର ଛାଡ଼ି ମୁଁ ଚାଲିଯିବି। ନାଇଁ ରାଣୀ ମା ନାଇଁ, ମୁଁ ମହାରାଣୀ ହେବାକୁ ମୁଁ ଆଶା କରିନି। କାହିଁକି ମୋ ପାଇଁ ଆପଣଙ୍କ ଏ ସୁନା ସଂସାର ଭାଙ୍ଗି ଯାଉ। ମୁଁ ଆପଣଙ୍କ ଘରେ କାମ କରି ଆସିଛି ବୋଲି। ନାଇଁ ରାଣୀ ମା ମଣିମାଙ୍କୁ ଏ କଥା କୁହନ୍ତୁନି। ସବୁ ଦୋଷ ହଉଛି ମୋର। ମଣିମା ମୁଁ ଏଥର ଯାଉଛି ମଣିମା। ମୋ ଭାଗ୍ୟକୁ ଦୋଷକୁ ଆଦରି ମୁଁ ଏ ଘରୁ ଚାଲି ଚାଲି ଯାଉଛି। ଯଦି ମୋର ଭୁଲ କିଛି ହେଇଥାଏ ମତେ କ୍ଷମା କରିଦେବେ ମଣିମା, କ୍ଷମା କରିଦେବେ। ଆସୁଛି ରାଣୀ ମା ଆସୁଛି। ସାମାନ୍ୟ କଥାକୁ ନେଇ ଏତେ ବଡ଼ ବାସ୍ୟା କରିବା ଠିକ ହଉନି। ଦେଖ ସ୍ୱାମୀ ମତେ କୁହ ନା ସେ କଥା ହେ ପ୍ରାଣେଶ୍ୱର। ସ୍ୱର୍ଣ୍ଣପ୍ରଭା मते कुह ना से कथा हे प्राणेश्वर। मते कुह ना से कथा हे प्राणेश्वर। विवाहित नारी अटे वो तुम्हारी, विवाहित नारी अटे वो तुम्हारी। जन्म जन्म सात जन्म ମୁଁ ତୁମର। ମତେ କୁହ ନା ସେ କଥା ହେ ପ୍ରାଣେଶ୍ୱର। ମତେ କୁହ ନା ସେ କଥା ହେ ପ୍ରାଣେଶ୍ୱର।
वर्ष सिंदूर तमे तम पाई जीवंत ठाकुर तमे तम पाई जीवंत ठाकुर मोकले खेलुची संतक तुमर उत्तराधिकारी राजवंशर निष्ठुर वचन कहि न जरान निष्ठुर वचन कहि न जरान आज करुअछ मते अनादर मते कुहना से कथा हे प्राणेश्वर मते कुहना से कथा हे प्राणेश्वर तमे परा ए जन प्रजार हत्याकर्ता विधाता तुमको आज मु न्याय मागुची मते न्याय दियो हाँ मते न्याय दियो स्वामी तमे मारिल मते तमे मते मारिल माड़ मारी जदि ए कथा को आगक बढ़ाओ ताहेले जीवन रु मारिदेवी अरे गोटे छोटिया कथा को नहीं तुम मते धिक्कार करुछ अरे मु पर तुम स्वामी पति देवता कौन कहिल मन को बुझे देवी स्वामी स्त्री पवित्र संपर्क रे कड़ार चिन्ह लगे देइछ गोटे सामान्य चाकरण प्रेम जाल रे छंदी है तमे आज मते छोट करी देइछ कौन कहथिल माया तमे आज बेसी सुंदर रेखा जाउछ छी जी निज स्त्री पिलाचा को अत्याचार करे ताकू ए दुनिया कहे अमृत पशु जी निज विवाहित स्त्री थाउ थाउ अन्य स्त्री को आनी पाखरे रखे ताके दुनिया कहे वृद्ध पुरुष तमे तो वृद्ध पुरुष छी राजा छी कौन कहले स्वर्ण प्रभा मु राजा हेवा पई योग्य पवित्र राजवंश को तुम धिक्कार करुछ मोर स्वामी पणिया को तुम कटित्व करुछ हाँ सार गोटे छोटिया कथा पई तुम्हें स्वर्णगढ़र महाराणी होई एते नीचमना कलंक रचना करिब जुग जुग पई अपवाद देई जीव मोर ए मथारे वंशर परंपरा रही आसी बोली तमे आज स्वर्णगढ़ राजा हेच किंतु राजा हेबार योग्यता भी नाही कौन कहथिल पति देवता तमे पति देवता हेबा पई भी यज्ञ नुह अयज्ञ महाराणी स्वर्ण प्रभा जदि तम भीतर नहीं पति पत्नीर मधुर संपर्क ताहेले से शंखा सिंदूर कहा पाई फेराई दियो तुम हाथर शंखा पोथी दियो तुम मथार सिंदूर ना ना तमे स्वर्णगढ़ राज बाटिका को करी देइछ कलंकित ए राज प्रसाद छाड़ी चाली जीवी हेले चाली जीवारु आशीष दौनी तमर अंतर खोली दौची तमे अन्य नारी सहित संपर्क रखीच आउ मथा सिंदर को भाग भाग कर समय आसब ए दुनिया आगे मुंड बाड़े बाड़े कांदिब से समय तुम पर केही भी नथिबे एया होउची बर चिर अभिशाप महाराणी स्वर्ण प्रभा जदि तुम न पारिबे मु निश्चय पारिबी कहीं मु तुम स्वामी होपाई अयोग्य और से शंखा सिंदूर होची मायावतीर दियो ना फेराई दियो ना फेराई दियो ना तमे काहे के एमिति कहउछ तमे काहे के एमिति कहउछ मुपारी
ভাঙিলে ভাঙু তথাপি দিয়ে পথর ছাতিরে দুঃখ জড় ধরে পথ খুশি পাই তাকে চলে পথর ছাতিরে দুঃখ জড় ধরে পথ খুশি পাই তাকে চলে ভগবতী জহর পিবে হো हे जगन्नाथ ମୋ ସ୍ୱାମୀକୁ ପିନ୍ଧିବା ଭୁଲ ପାଇଁ ମୁଁ ନରକକୁ ଯିବି ସ୍ୱାମୀ ପାଇଁ ପଛେ ନରକକୁ ଯିବି স্বামী পাই পছে স্বামী পাই পছে স্বামী পাই পছে নর্তক জীবী স্বামী পাই পছে নর্তক জীবী স্বামী পাই পছে নর্তক জীবী ତମେ ତମେ କାହିଁକି ଏମିତି କଲ ଶେଷ ସବୁଦିନ ପାଇଁ ମତେ ବିଧବା ସଜେଇଦେଲ ସବୁଦିନ ପାଇଁ ମତେ ବିଧବା ସଜେଇଦେଲ ଚାଲିଯିବି ଚାଲିଯିବି ରାଜପ୍ରସାଦରୁ ହେଲେ ହେଲେ ପ୍ରଶ୍ନଟିଏ ପଚାରିବି ଆଉ ସେ ପ୍ରଶ୍ନର ଉତ୍ତର ତମେ ହିଁ ଦେଇପାରିବ ତମେ ହିଁ ଦେଇପାରିବ ପୁରୁଷ ଇଚ୍ଛା ଅନୁସାରେ ନାରୀର ଭାଗ୍ୟ ବଦଳିଯାଏ ସ୍ୱାମୀ ସନ୍ତୁଷ୍ଟ ଥିବ ଯାଏ ନାରୀ ଜୀବନରେ ଥାଏ ବସନ୍ତ ପୁରୁଷ ଥରୁଟିଏ ରାଗିଗଲେ ନାରୀ ଜୀବନରେ ଘଟିଆ ହେଲେ ସେଥିରେ କି ଭୁଲ କରିଥିଲା ଅହଲ୍ୟା ସ୍ୱାମୀର ପାପକୁ ମୁଣ୍ଡରେ ମୁଣ୍ଡେଇ ପାତାଳ ପାଲଟି ଗଲା ହେଲେ ଭୁଲ କଲେ ଇନ୍ଦ୍ର ଦଣ୍ଡ ପାଇଲା ଅହଲ୍ୟା ଦଣ୍ଡ ପାଇଲା ଅହଲ୍ୟା ହେଲେ ସ୍ତ୍ରୀର ଦେହ ନଦୀ ସ୍ୱାମୀ ନାରୀ ସ୍ତ୍ରୀର ଶଙ୍ଖ ସିନ୍ଦୁର ମଥା ଓଢ଼ଣୀ ସ୍ୱାମୀ ନାରୀ ବାର ପର୍ବ 13 ଓଷା ପୂଜା ପାଠ ସବୁ ନାରୀର କେବଳ ଆଶୀର୍ବାଦ ପାଏ ସ୍ୱାମୀ ହେଲେ ଏତେ ସବୁ କଲା ପରେ ଗୋଟିଏ ନାରୀକୁ କାହିଁକି ଅନ୍ୟାୟ ଅତ୍ୟାଚାର କାହିଁକି କାହିଁକି ଏତେ ଅନ୍ୟାୟ ଅତ୍ୟାଚାର ସେ ମାୟାବତୀ ସହିତ ଘର ସଂସାର କର ତମକୁ ତମକୁ ପାଗଳ କରିଛି ସେ ମାୟାବତୀର ଚୋର ବିରତି କାହିଁକି ନା ସେ ହଉଛି ତମ ଅଧା ରାତିର ସାଥୀ ମନ ଝୁରେ ଲୁହା ଝରେ ନିଜ ଜଗତ
অধরাতির তাতে অধরাতির তাতে অধরাতির তাতে অধরাতির তাতে অধরাতির তাতে অধরাতির তাতে हे जगतर नाथ जगन्नाथ क्षणिके बदली गला मो भाग्यर भोगल ए स्वर्णगढ़ राजा भानु प्रताप मुंडरे लदी देल अलंकार बोझ दलकाए पवन चूरमार है भांगी गला सुनार संसार जाऊ स्त्री जाइछि पुत्र भी जाइछि गोटी गोटी करी समस्ते चली जातु मु एका आसी एका ही मरबी जानतु समस्ते चली जातु আজি କାହିଁକି ଏଇ ଆମ ମହାରାଜାର ରାଜ ସିଂହାସନ ସୁନସାନ ଦେଖାଯାଉଛି କାହିଁକି କଣ କେହି ହେଇଛି ନାହିଁ କି ମହାରାଜ ମହାରାଜ बोलो ମହାରାଜ ଆପଣ କାହିଁକି କାନ୍ଦୁଛନ୍ତି ମହାରାଜ कांदुछि रे हरि बोलो कांदुछि ମହାରାଜ आउ भाबुछि आज मो प्रति जहाँ सब घटी गला से सब ठीक ना भूल କଣ ଘଟିଗଲା ମହାରାଜ आज पवित्र राजवंशर मान सम्मान सब माटी रे मिसी गला रे ମହାରାଜ ध्वंस होई गला मोर मान स्वाभिमान अंधकार होई गला मोर ए संसार ମହାରାଜ ତୁମେ ଏକା କାହିଁକି ଭାବୁଛନ୍ତି ମହାରାଜ ତମ ସହିତ ଏ ହରିବୋଲ ଅଛି ଜାଣିଛ ମହାରାଜ हरि बोलो ମୋ ଭଣଞ୍ଜା ବିକ୍ରମ ବି ଅଛି तुम भड़का विक्रम ହଁ ମହାରାଜ हरि बोलो ମହାରାଜ एते बड़ राजबाटीर कार्यभार सहित ए विशाल स्वर्णगढ़ कार्य सबु मो प्रति संभव हो पारुनी ମହାରାଜ तेणु मु भी मने मने स्थिर करी एमिति केही जणे मिली जाता कि ताकू ए स्वर्णगढ़ सेनापति पदवी रे नियमित करी मो टिके जंजाल मुक्त हुअंती अरे देखुचु कौन डाक ताकू ହଁ ମହାରାଜ ଆରେ ଭଣଞ୍ଜା ବିକ୍ରମ ମହାରାଜ ମହାରାଜ ମୋ ଭଣଞ୍ଜା ବିକ୍ରମ ଚାଲି ଆସିଛି विक्रम शुण विक्रम आज ठार मु तुमको ए स्वर्णगढ़
राज्यर सेनाध्यक्ष पदवी रे नियमित करुछि। वर्तमान ठारू तुमे तुम कार्य लगी जाओ और कार्यर शुभारंभ रे तुमको मोर प्रथम आदेश ए स्वर्णगढ़र महाराणी स्वर्णप्रभा ए गढ़र उत्तराधिकारी उद्यमान सूर्य को साथी रे नहीं चली जाइछि। जेमिति हो जे कोनसी प्रकार हो तुमे दुहे जाई माँ और पुओं को फेराई आनिबाको हेबो। जदि सेमानकु फेराई न आनिछ ताहेले तमे दुहे मोर ए राजप्रासाद को पाद देबनी। मो उपरे भरोसा रखंतु महाराज। मु आपणकर सबु कार्य सबु स्थिति सबु समय आपणक आज्ञा को पालन करिबी। आपण निश्चिंत विश्राम नियंतु महाराज। मु कौन कहली मन रहिला तो तेबे मु आसुछि। राजा चंद्रहास तू भूल करिछु राजा। मनीष चिन्ह बारे तू भूल करिछु। तू गोटाए निया पिंडुला को तो हाथ रे धरिछु। हाथटा तोर पड़ी जीव राजा। मामू भरंजा राजा भानु प्रताप कौन कहिला मु वर्तमान ए स्वर्णगढ़ राज्यर नवनियुक्त सेनाध्यक्ष सेनापति विक्रम बलिया। हेले मामू भरंजा तमे से दिन कही राजा भानु प्रताप लगे मो पिता माता स्वर्गवास धाम कर शेष इच्छा रक्षा करने को जाई मु वर्तमान कहानी गतिपथ को एमिति बदलाई देवी अति नहले काली स्वर्णगढ़ सिंहासन रे राजा हेबी राजा। भरंजा मामू ए राज्य तू राजा हेबो कही दियो समस्त है जिबे हुशियार। मु आसिछि मु विक्रम बलिया। सूर्य ए सूर्य तन्ने देखे सबुदिन ए दुनिया में बच रही केवल तोरी पाई सूर्य वो सुना तो परा तू आओ कांतना वो आओ कौन करेगी वो हाथर शंखा सिंदूर सब तो छोड़े पते स्वर्णगढ़ राज्य धक्का मारी बाहर कर देना हेली चली चली वो पाद थकी गलड़ी ना ना कौन कर दिया
କେତେ ଓଷା ବ୍ରତ କରି ପାଇଥିଲି ତତେ ଭାଗ୍ୟ ସାଜିଲା ଭଗାରେ ତତେ ଆଉ ମତେ ସୁନା ଏ ସୂର୍ଯ୍ୟ ନା ନା ମୁଁ ସେଇଠି ସମୁଦ୍ର ଦେଖାଯାଉଛି ସେଇ ପାଖକୁ ଯାଏ ସେଇ ଗଛ ମୂଳରେ ଟିକେ ବିଶ୍ରାମ ନେବି ହଁ ଟିକେ ବିଶ୍ରାମ ନେବି ମହାରାଣୀ ସ୍ୱର୍ଣ୍ଣପ୍ରଭାକୁ ଯେମିତି ହେଉ ଖୋଜିକି ନେବାକୁ ଆଉ କଣ କହିଛନ୍ତି ରାଣୀ ଆଉ ପୁଅ ମଧ୍ୟରେ ଯାହାକୁ ଯଦି ନ ଆଣିବ ମୋ ରାଜ୍ୟକୁ ପାଦ ଦେବ ହେଲେ ଅନେକ ଦୂର ଚାଲି ଆସିଲୁ ଆମେ ସେ ମହାରାଣୀଙ୍କର କୋଉଠି ଦେଖା ମିଳୁନି ଚାଲ ଆଗକୁ ଟିକେ ଯିବା ମାମୁଁ ଶୁଣି ପାରୁଛ କଣ ଭଣଜା ଶୁଣି ପାରୁଛ ଗୁଣୁଗୁଣୁ ଗୁଣୁଗୁଣୁ ହଁ ହେଇ ଭଣଜା ମୋତେ ତ ଯାହା ସନ୍ଦେହ ଲାଗୁଛି ଭୂତ ହଁ ନିଶ୍ଚୟ ଭୂତ ହେଇଥିବ ଏ ମାମୁଁ ଭୂତ ନା ଧରି ତମେ ଏମିତି ଥରୁଛ କାହିଁକି ଆରେ ଭଣଜା ମୋତେ ଭୂତକୁ ବହୁତ ଡର ଭୂତ ତ ଭୂତ ଭୂତର ଗୋପା ଆସିଲେ ବି ମୋତେ କିଛି କରିପାରିବନି ଆରେ ଭଣଜା ଦେଖ 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 ବୁଝି ଆରେ ଭଣଜା ଏଇ ତ ଆମ ରାଣୀମା ପରି ଦେଖାଯାଉଛି ହଁ ରାଣୀମା ତମେ ତମେ ଏ ସମୟରେ ଏ ଅନ୍ଧାର ରାତିରେ ତମେ ମାନେ କିଏ କାହିଁକି ଆସିଛ ରାଣୀମା ମୁଁ ହଉଛି ହରିବୋଲ ଘମସ୍ତା ହରିବୋଲ ହଁ ହଁ ତମେ ହଠାତ୍ ଏ ସମୟରେ ମୋ ପାଖରେ ଆସିବାର କାରଣ କଣ ଆସିବା କାରଣ ଆମକୁ ମହାରାଜା କହିଛି ତୁମ ରାଣୀମାକୁ ମୋ ରାଜ ଉଆସକୁ ଯାହା ଫେରି ଆଣିବ ବୋଲି ଆମ ସହିତ ରାଜଉଆସକୁ ଚାଲ ଯିବା ରାଣୀମା କଣ କହିଲ ନା ନା ହରିବୋଲ ମୁଁ ଆଉ ସେଇ ରାଜ ପ୍ରସାଦକୁ ଯାଇପାରିବିନି ସେଇଠି ମୋ ପାଇଁ ନିଆଁ ଜଳୁଛି ହଁ ନିଆଁ ଜଳୁଛି ନାଇଁ ରାଣୀମା ରାଣୀମା ମୁଁ ହେଉଛି ଆପଣଙ୍କ ରାଜ୍ୟର ନବନିଯୁକ୍ତ ସେନାଧ୍ୟକ୍ଷ ସେନାପତି ବିକ୍ରମ ବଳିଆର ରାଜାଙ୍କ ଆଦେଶ ଅଛି ମଣି ରାଣୀମା ଚାଲନ୍ତୁ ରାଜା ଆମକୁ ଆପଣଙ୍କୁ ନେବା ପାଇଁ ପଠାଇଛନ୍ତି ରାଣୀମା ତମେ କଣ ଜାଣିନ
से राजमहल राजा भानु प्रताप पागल करिछि मायावतीर चोरा पिरती सबुदिन सबु संपर्क काटी दे मु चली आसी। मायावतीर चोरा पिरती रे राजा वर्तमान पागल कहिबे रानी माँ कहिबे कि से मायावतीटा किए तमे जानिबा ପାଇଁ ଚାହିଁବ? हाँ मधुपुर मायावती मायावती मधुपुर मायावती चाकराणी मायावती माने वो प्रेमिका मायावती जहाकू मु जीवन दे भल पाउथिली हाँ भणजा से मायावतीटा वर्तमान राजा भानु प्रताप प्रेम रे पागल। रानी माँ जो मायावतीर ना तमे आज धरिछ जानिछ से मायावती होची विक्रम बलियार अधा रातिर साथी राजा भानुप्रताप तू राजा होई गोटाए चाकराणी को तो प्रेम जाल फसाई तोर निजर कर मत पागल प्रेमिक सजाई से तार प्रतिशोध नेबी तार प्रतिशोध आरंभ करी तो मायावतीर प्रतिशोधटा तो महाराणी स्वर्णप्रभा उपरे। महाराणी स्वर्णप्रभा तमे किए तुमको मु जानिनी तमे काहे मो पछरे आसीछ? प्रथम कहली मु होछि आपणक स्वर्णगढ़ नवनियुक्त सेनापति विक्रम बलियार। देख मु तुमको हाथ जोड़ुछि नेर होछि मो जीवा बाटे मते दिया घर मामू घर से हुआ को महाराणी स्वर्णप्रभा तमो राजा जमिति मो प्रेमिका मायावती को निजर करी नहीं मु आज तुमको छाड़बी महाराणी तुमको आज एठी प्रतिशोध नेबी प्रतिशोध। आस आस महाराणी सर्वनाश मामू सर्वनाश महाराणी स्वर्णप्रभाटा अथल सागर मध्य को डेई पड़े सबुदिन सर्वनाश। अरे भणजा एबे कोन करिबा मन करिबा हाँ रानी स्वर्णप्रभाटा अथल सागर मध्य को डेई पड़ी सबुदिन सर्वनाश हो जाती स्वर्ग को चली दियो दियो से छुआ को ताको मध्य एठी शेष कर देबी ना भणजा मामू ए कोला शिक्षिका
কি দোষ করেছি যে তোমার হাতকে মু টেকি দেবি ପ୍ରତିଶୋଧ ନେବୁ ପ୍ରତିଶୋଧ ধরঞ্জা ପ୍ରତିଶୋଧର ନିଆଁରେ ମୋ ଅନ୍ତର ଜଳୁଛି ଦିଅ ସେ ଛୁଆକୁ না ভଣঞ্জা ତାକୁ ମଧ୍ୟ ଏଠି ଶେଷ କରିଦେବି ନ ରହିବ ବାଉଁଶ ନ ବାଜିବ ବାଂଶୁରୀ এ ভণঞ্জা ବୁଝ ନା ଏ ଛୁଆ ଦିନେ ବଡ଼ ହେବ ଆଉ ବଡ଼ ହେଲେ ମୋର କଣ୍ଟା ସାଜିବ କଣ୍ଟା ତେଣୁ ଦିଅ ତାକୁ এ ভণঞ্জা এ ছুয়ার কথা মতে তু ছাড়ি দিলি তার কথা মু বুঝিবি হ্যাঁ ভণঞ্জা এ কলা শিশু কোন দোষ করেছি ଅଁଳା ଶିଶୁର ସିନା ଦୋଷ ନିଭ ତା ବାପା ଧନୁ ପ୍ରତାପ ଦୋଷ କରିଛି ବାପାର ଦୋଷଟା ପୁଅ ସୁଝିବ ଯେମିତି ବାପ ଖାଇଥିବା ଋଣକୁ ପୁଅ ସୁଝେ ଠିକ ସେପରି ରାଜା ଧନୁ ପ୍ରତାପର ଦୋଷକୁ ଏ ପୁଅ ନିଶ୍ଚୟ ଗ୍ରହଣ କରିବାକୁ ବାଧ୍ୟ আরে ভণঞ্জা এই কলা শিশুকে মুই নেই নদী সাগরের মু বুড়াই দেবি তা কথা মু বুঝিবি ଦେଖ ମାମୁଁ ମୁଁ ବର୍ତ୍ତମାନ ଆସୁଛି হ্যাঁ ভণঞ্জা ଏ ଛୁଆକୁ ସବୁଦିନ ପାଇଁ ଏଠାରେ হ্যাঁ ভণঞ্জা তার কথা মু বুঝিছি বড় এ কলা শিশুকে মো ভণঞ্জা বিক্রমর হাতরে মু টেকি দেবি সে কোন জীবনরু মারিদেবে না লোকে কান্দে না রে ধন কান্দে না কান্দে না কান্দে না লোকে কহନ୍ତି স্ত্রী হত্যা বালক হত্যা এই বালকକୁ ଆମେ ମାରିଦେବା ବାଲକ ହତ୍ୟା ଲାଗିଯିବ ନା ମୁଁ ସେଇ ରାଜା ପାଖକୁ ମୁଁ ପହଞ୍ଚି ଯିବି ଭଲ 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 ପରିଭୂଷଣ ହୋଇଥିବା ଦୃଶ୍ୟରେ ଅତ୍ୟନ୍ତ ଖୁସି ହୋଇ ଏବେ ମୁଁ କଣ କରିବି ମୁଁ କୁଆଡ଼େ ଯିବି କାହା ପାଖକୁ ଯିବି ହେଲେ ମୋ କୋଳରେ ପଡ଼ାଇ ଶିଶୁ ସନ୍ତାନ କେମିତି ବା ମୋ ଭ୍ରୂଣ ହତ୍ୟା କରିବି ନାଇଁ ରେ ଧନ ନାଇଁ ତତେ ଜରଜ କହିବା କରୁ ମୁଁ ତତେ ପିତୃର ପରିଚୟ ଦେବି ରେ ଧନ ପିତୃର ପରିଚୟ ମୁଁ ଦେବି ହେଲେ ମୁଁ କୁଆଡ଼େ ଯିବି ମୁଁ ପରା ବାନ୍ଧି ହେଇ ରହିଯାଇଛି ଯେ ଦୋ ଛକ ରାସ୍ତା କଡ଼ରେ ନା ମୁଁ ଏ ଆଡ଼କୁ ଯାଇପାରୁଛି ନା ମୁଁ ସେ ଆଡ଼କୁ ଯାଇପାରୁଛି ଏ ଧନ ତୁ କାନ୍ଦନା ରେ ଧନ କାନ୍ଦନା ମୁଁ ଆଜି ତତେ ଗୀତ କହି ମୋ କୋଳରେ ଶୁଆଇବି ରେ ଧନ ଶୁଆଇ ଦେବି
ବନ୍ଧା ଦେହରେ ବନ୍ଧା ଦେହରେ ବନ୍ଧା ତୁମର ଦୁଃଖ ତୁମର ଭଜ ତୁମର ଦୁଃଖ ତୁମର ଭଜ ତୁ ବିନା ନାହିଁ ରେ ତୁ ବିନା ନାହିଁ রে মো তু বিনা ନାହିଁ রে মো তু দেহরে বন্ধা মো দেহরে বন্ধা তু দেহরে বন্ধা তু हे धना तू कान्ना रे तू कान्ना हेले मो कौन करी ए शिशु संतान धरी मैं कुआड़े जीपी कहा पाखकु जीपी कहा पाखकु जीपी मते टिके के सहारा दिया ମୁଁ ତୁମକୁ ସହାରା ଦେବି। मोरी माँ ହଁ ମାୟା, ମୁଁ ତୁମକୁ ସ୍ତ୍ରୀର ମର୍ଯ୍ୟାଦା ଦେଇ ତୁମ କୋଳରେ ଥିବା ସେଇ ସନ୍ତାନକୁ ପିତୃ ପରିଚୟ ଦେବି। मोरी माँ ମଣିମା ନୁହଁ, କୁହ ମହାରାଜ। महाराज आपण सतरे हत भागिनी माया को ନାଇଁ ମାୟା ନାଇଁ, ତୁମେ ହତଭାଗିନୀ ନୁହଁ, ବରଂ ମୁଁ ଗୋଟାଏ ହତଭାଗ୍ୟ। ଆଉ ଏମିତି ଗୋଟାଏ ହତଭାଗ୍ୟ ଯେ ଏ ବିଶାଳ ସ୍ୱର୍ଣ୍ଣଗଣରେ ଅଚଳାଚଳ ସମ୍ପତ୍ତି ଥାଇ ମୁଁ କେବେ ବି ଖୁସି ନୁହଁ। କାରଣ ବିନା ମେଘରେ ଏଠି ବଜ୍ରପାତ ହେଉଛି। ବଜ୍ରପାତ ହେଇ ବର୍ଷା ହେବାର ସମ୍ଭାବନା ନଥିଲେ ବି ଅସାର ଏ ବର୍ଷା ଆସି ଏ ରାଜ ମହଲଟାକୁ କେମିତି ନିସ୍ତବ୍ଧ କରିଦେଇଛି। ଥାଉ ମୋରି ମା ଥାଉ, ସେ ଗଲା କଥାକୁ ଆପଣ ମନେ ପକାନ୍ତୁନି ଆଉ। ତମେ ଠିକ କହିଛ ମାୟା, ଗତ କଥାକୁ ଆଉ ମନେ ପକାଇ ମୁଁ ନିଜକୁ କଷ୍ଟ ଦେବି କାହିଁକି? ବରଂ ଆଗାମୀ ସୂର୍ଯ୍ୟୋଦୟ ପାଇଁ ମୁଁ ନିଜକୁ ନିଜେ ପ୍ରସ୍ତୁତ କରିବି। ବର୍ତ୍ତମାନ ତୁମେ ଯାଅ ରାଣୀ ହଂସପୁରକୁ। ତାପରେ ସ୍ୱର୍ଣ୍ଣପ୍ରଭା ଛାଡ଼ି ଯାଇଥିବା ସମସ୍ତ ଅଳଙ୍କାର
ପରିଧାନ କରି ଆସିବ। ତାପରେ ମଣିମା ଠିକ ଅଛି ମଣିମା। ମହାରାଜ ଏଥର ଶିଶୁ ସନ୍ତାନକୁ ଆପଣ କୋଳରେ ନିଅନ୍ତୁ। ମୁଁ ଯାଇ ଆପଣଙ୍କ ରାଣୀ ହଂସପୁରକୁ ଯାଇ ସେଇ ସୁବର୍ଣ୍ଣ ଅଳଙ୍କାର ଯାକ ପିନ୍ଧି ମୁଁ ଆପଣଙ୍କ ପାଖକୁ ଶୀଘ୍ର ଆସୁଛି। ନିଅନ୍ତୁ ମହାରାଜ। କାନ୍ଦାରେ ଧନ କାନ୍ଦନା। अरे वो गेला महाराज हरि बोलो। हेले आमे रानी माँ को पाइलु नहीं महाराज। ये शिशु पुत्र को रास्ता रे शही देइथिले ताकु मु उठेई आनिची महाराज। मो पुआ सूर्य हाँ महाराज। ताहले रानी स्वर्णप्रभा कुआड़े गला हरि बोलो। किछि आमे तार खोज खबर किछि पाइलुनी महाराज। हरि बोलो। महाराज से दिन से कही कि जाइछि सूर्य पूर्व दिग परिवर्ते पश्चिम दिगरे उदय हेले मध्य से आउ ए घर को फेरिबनी। से जाऊ मो वंशर अलिभा प्रदीप मो सूर्य मो पाखरे। महाराज ए वंशर उत्तर दायद मो पाखरे। महाराज हरि आपणकर ऋण खाइथि तो मु आपणकर ऋण सुझिबि महाराज। हरि बोलो। महाराज तुमे जाओ सेपटे अन्य कार्य रे लागी पड़। हाँ। जाओ। हे करुणा परिधि विश्व नियंता सृष्टिकर्ता प्रभु नारायण तुमर ए सुंदर सृष्टि रे मते स्थान देइछ प्रभु। विशाल स्वर्णगढ़ को आउ ए विशाल स्वर्णगढ़ परिचालक भावरे तुमे मते टेकी देइछ ए विशाल साम्राज्य। आउ ए विशाल साम्राज्य रे परिचालक होई परिचालन करिबारे जदि मोर त्रुटि थाए तेबे तुमे मते क्षमा करिदेव प्रभु, क्षमा करिदेव। ସ୍ୱର୍ଣ୍ଣଗଡ଼ ରାଜସିଂହାସନ ଆଜି ନହେଲେ ବି କାଲି ମୋର ହେବ ଏ ସ୍ୱର୍ଣ୍ଣଗଡ଼ ରାଜସିଂହାସନ। ଆଉ ସେଥିପାଇଁ ମୁଁ ଆରମ୍ଭ କରିବି ଏକ ନୂଆ କାହାଣୀ। ବର୍ତ୍ତମାନ ମୋ ପ୍ରେମିକା ମାୟାବତୀ ସ୍ୱର୍ଣ୍ଣଗଡ଼ର ମହାରାଣୀ ହେଇସାରିଛି। ଏ ମାୟାବୀ, ପ୍ରେମ କରିବା କ'ଣ ପାପ?
ଭଲ ପାଇବା କ'ଣ ଭୁଲ? ମୁଁ ତତେ ପ୍ରେମ କରି କ'ଣ ଭୁଲ କରିଛି? ତୁ ମତେ ଚିହ୍ନି ପାରିଲୁନି ମାୟା, ତୁ ମତେ ଚିହ୍ନି ପାରିଲୁନି। ହେଲେ ଚିହ୍ନିବୁ ଏଥର ଏ ବିକ୍ରମ ବଳିଆରକୁ। ହଁ ମାୟା, ଚିହ୍ନିବୁ ଏଥର ଏ ବିକ୍ରମ ବଳିଆରକୁ। ହେଲେ ମହାରାଜ ପରା କହି ଯାଇଥିଲି ମୋତେ ଶୀଘ୍ର ଆସିବା ପାଇଁ। ହେଲେ ମୁଁ ଆସି ସନଗର ରାଜମହଲରେ ପହଞ୍ଚିଗଲି। ହେଲେ ତାଙ୍କେ ପର୍ଯ୍ୟନ୍ତ କୁଆଡ଼େ ଯାଇଛନ୍ତି ଯେ ଆସିନାହାନ୍ତି। ମହାରାଜ ଆସିବା ପର୍ଯ୍ୟନ୍ତ ମୋତେ ଏଠି ଅପେକ୍ଷା କରିବାକୁ ପଡ଼ିବ। ହଁ, ମୋତେ ଅପେକ୍ଷା କରିବାକୁ ପଡ଼ିବ। নমস্কার মহারানী, নমস্কার। କିଏ କିଏ? ମୁଁ ହେଉଛି ଏ ସ୍ୱର୍ଣ୍ଣଗଡ଼ର ସେନାଧ୍ୟକ୍ଷ ବିକ୍ରମ ବଳିଆର। চিহ্ন মোহ চিহ্নাকে চিনি বখালি অধরাতির সাথী, সে 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 অধরাতির সাথী। ମାୟା, ତମେ ମତେ ଦିନେ ଭଲ ପାଇଥିଲ, ଭଲ ପାଇ ମୋ ସହିତ ସଂସାର କରିବାକୁ କଥା ଦେଇଥିଲ। ହେଲେ ମୁଁ କି ଦୋଷ କରିଥିଲି ତୁମର? ମତେ ପ୍ରତାରଣା କରି ତମେ ଅନ୍ୟ କାହା ହାତ ଧରିଲ। କୁହ ମାୟା, କୁହ। ଖାଲି ତମେ ଗପି ଚାଲିବ ନା, କଲଙ୍କ ଭଳି କଥା କହିବ। ମୋ କଥା ଟିକେ ଶୁଣିବାକୁ ଚେଷ୍ଟା କର। ହଁ ମାୟା, ମୁଁ ପାଗଳ ହେଇଯାଇଛି। ଦିନେ ତୁମ ପାଦର ପାଉଁଜିର ରୁଣୁଝୁଣୁ ଶବ୍ଦରେ ମୁଁ ପାଗଳ ହୋଇଯାଇଥିଲି। ଆଜି ତମର ଅନୁପସ୍ଥିତି ମୋତେ ପାଗଳ କରିଦେଇଛି ମାୟା।
ପାଗଳ କରିଦେଇଛି। ବିକ୍ରମ ମୁଁ ଏସବୁ ବାଧ୍ୟ ହୋଇ ପରିସ୍ଥିତିରେ ପଡି ମୁଁ ଏସବୁ କରିବାକୁ ବାଧ୍ୟ ହେଇଛି। ପରିସ୍ଥିତି ହଁ ବିକ୍ରମ ଏମିତି କି ପ୍ରକାର ପରିସ୍ଥିତି ଆସିଲା ଯେ ତମେ ମତେ ପର କରି ରାଜାର ରାଣୀ ହେଇଯାଇଛ ଆଜି। କୁହ ମାୟା, ଏମିତି କି ପରିସ୍ଥିତି ଆସିଲା ତମକୁ? ତମେ ଏ ଅଧା ରାତିର ସାଥୀକୁ ପର କରି ଆଜି ଆଜି ଅନ୍ୟ କାହାର ସ୍ତ୍ରୀ ହେଇଯାଇଛ। ମାୟା, ଧନ୍ୟ ତୁମ ନାରୀ ଜାତି। ଇଚ୍ଛା ବଳେ ସୃଷ୍ଟି କରିପାର ସମାଜ ପ୍ରଳୟ। ତମ ନାରୀ ମାନଙ୍କ ପାଇଁ କାହାର ସଂସାର ଭାଙ୍ଗିଯାଏ ତ କାହାର ସଂସାର ଆଗକୁ ସୁନାର ସଂସାର ହୋଇ ଉଠେ। ଏ ମାୟା, ଧନ୍ୟ ତୋତେ ନାରୀ, ତୋତେ କିଏ କଲା ତିଆରି? ସେ ଯଦି ମୋ ପାଖରେ ଥରେ ଦେଖା ହୁଅନ୍ତା ତାକୁ ମୁଁ ନମସ୍କାର କରନ୍ତି 100 ମୁଣ୍ଡିଆ ମାରି। ଧନ୍ୟ ତୁ ନାରୀ, ଧନ୍ୟ ତୁ ନାରୀ। କଣ ତମକୁ ବିଶ୍ୱାସ ହଉନି? ତାହେଲେ ଭାଙ୍ଗି ଦିଆ ମୋ ହାତର ଶଙ୍ଖ, ପୋଛି ଦିଆ ମୋ ମଥାର ସିନ୍ଦୁର। ତମେ ସତ କହୁଛ? ହଁ ବିକ୍ରମ, ହଁ। ପୂର୍ବ ଭଳି ଆଜି ବି ତମ ମନରେ ମୋତେ ଜାଗା ଦେଇଛ? ହଁ ବିକ୍ରମ, ତମେ ସତ କହୁଛ? ହଁ। ତାହେଲେ ତାହେଲେ ଏବେ ଏଇଠି ତମ ମଥାର ସିନ୍ଦୁର ପୋଛିଦେବି, ଓହୋ, ତମ ହାତର ଶଙ୍ଖା ଭାଙ୍ଗିଦେବି। ମୁଁ ଦେବି ତମ ମଥାରେ ସିନ୍ଦୁର ଆଉ ଦେବି ହାତରେ ଶଙ୍ଖା। ସବୁଦିନ ପାଇଁ ତମକୁ ମୁଁ ମୋ ନିଜର କରିବି ମାୟା, ନିଜର କରିବି। ଓହୋ, ଆଜି ନୁହଁ ବିକ୍ରମ, ଆଜି ନୁହଁ। ଯୋଉଦିନ ରାଜା ଭାନୁ ପ୍ରତାପ ଶେଷ ଅନ୍ତିମ ଯାତ୍ରା ହେବ ସେଇଦିନ ତମେ ମୋ ହାତରେ ଶଙ୍ଖା ଭାଙ୍ଗିବ, ମଥାରେ ସିନ୍ଦୁର ତମେ ହିଁ ଦେବ। ମାନେ ହଁ, ତମେ କହୁଛ ଯୋଉଦିନ ରାଜା ଭାନୁ ପ୍ରତାପ ବୃଦ୍ଧାବସ୍ଥାରେ ପରିଣତ ହେଇ ତାଙ୍କର ଅନ୍ତିମ ଯାତ୍ରା ହବ ହଁ ବିକ୍ରମ, ସେଦିନ ମୁଁ ତମକୁ ସିନ୍ଦୁର ଦେବି। ହଁ। ହେଲେ ଆଜି ପାଇଁ ତମର ଆମର ପ୍ରେମ ସମ୍ପର୍କ ଗୁପ୍ତରେ ରହିବ। ମାନେ ତମେ କହୁଛ ତମର ଆଉ ମୋର ସମ୍ପର୍କ ରହିବ ଗୁପ୍ତରେ? ହଁ ବିକ୍ରମ, ତମେ ସତ କହୁଛ? ହଁ ବିକ୍ରମ। ସେଦିନ ଯେମିତି ମତେ ଠକି ଦେଇ ଚାଲି ଯାଇଥିଲ, ଆଜି ବି ତମେ ଅଭିନୟ କରୁନ ତ ମାୟା? ନାଇଁ ବିକ୍ରମ, ଯଦି ତମକୁ ବିଶ୍ୱାସ ହଉନି ହେଲେ ମାୟା, ତମେ ଯଦି ପ୍ରକୃତରେ ମତେ ପୂର୍ବ ପରି ଭଲ ପାଉଥାଅ ତାହେଲେ ମୁଁ ପ୍ରତିବାଦ କରିବି କାହିଁକି? ବିକ୍ରମ, ଆସ ଆସ, ତମର ଆଉ ମୋର ପୂର୍ବର ସେଇ ମିଳନ ରାତିକୁ ଥରେ ମନେ ପକେଇବା। ଠିକ ଅଛି ବିକ୍ରମ, ଠିକ ଅଛି। ତାହେଲେ ଆସ।